ରକ୍ତ ଜୁଡୁବୁଡୁ ସହ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ବହିରୀ ଥାନା ଛତିଆ ପୋଲିସ ବିଟ୍ ହାଉସ୍ ଅଧୀନସ୍ଥ ସୋଲର ଧନିଆ ପର୍ବତ ପାଦଦେଶରେ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛତିଆ ପାଟଣାର ସ୍ୱର୍ଗତ ପୀତାମ୍ବର ଦେହୁରୀଙ୍କର ବଡ଼ ଝିଅ ମମ ଦେହୁରୀ ନାମକ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଶରୀରକୁ ଉଦ୍ଧାର କରିଛି ବଇରୀ ପୋଲିସ। ସକାଳୁ ସକାଳୁ ଏଠାରେ ମୃତଦେହ ପଡ଼ିଥିବାର ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରହିଛି। ଏହା ହତ୍ୟା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କଲେ ଏହା ସୁପରିକଳ୍ପିତ ହତ୍ୟା ବୋଲି ମୃତ ଶରୀରରୁ ଅନୁମାନ କରାଯାଉଛି। ପ୍ରଥମେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇବ ପୋଲିସ ସୂତ୍ରରୁ ଜଣାପଡ଼ିଛି। ଯାଜପୁରରୁ ଦିଗମ୍ବର ମହାପାତ୍ରଙ୍କ ରିପୋର୍ଟ, ବିହି ନ୍ୟୁଜ୍, ଓଡ଼ିଶା।